प्रभु जीशु ख्रीष्टଙ୍କ ପ୍ରେମରେ ଆପଣମାନଙ୍କୁ ମୋର ନମସ୍କାର। ଆଜି ମୁଁ ତୁମକୁ କୌଣସି କାହାଣୀ କହିବି ନାହିଁ। ଆଜି ମୁଁ ତୁମକୁ ତୁମ ସହିତ ହିଁ ଭେଟ କରାଇବି। ସକାଳେ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ତୁମେ କେତେ ଲୋକଙ୍କ ସହ କଥା ହେଇଛ? ମା, ବାପା, ସାଙ୍ଗ, ସହକର୍ମୀ, ଏପର୍ଯ୍ୟନ୍ତ ସୋସିଆଲ ମିଡ଼ିଆରେ ଅଜଣା ଲୋକଙ୍କ ସହ ମଧ୍ୟ କଥା ହେଇଛ। କିନ୍ତୁ ତୁମେ ନିଜ ସହ ଶେଷ ଥର କେବେ କଥା ହେଇଥିଲ? ନିଜ ହୃଦୟକୁ ପଚାରିଥିଲ କି ମୁଁ ସତରେ ଖୁସି ଅଛି କି ବୋଲି? ମୁଁ ଯେଉଁ ଜୀବନ ବଞ୍ଚୁଛି ସେଇଟା କି ମୁଁ ଚାହୁଁଥିଲି? ଆମେ ଦୁନିଆକୁ ଜାଣିବାରେ ବ୍ୟସ୍ତ, କିନ୍ତୁ ନିଜକୁ ଜାଣିବାକୁ ଭୁଲି ଯାଉ। ସେଥିପାଇଁ ଭିଡ଼ ଭିତରେ ଥାଇ ମଧ୍ୟ ଆମେ ଏକା ଲାଗୁଥାଉ। ଆଜି ମୁଁ ଗୋଟିଏ କାହାଣୀ କହିବି, ଜଣେ ଯୁବତୀର କାହାଣୀ, ଯାହା ମୁହଁରେ ସବୁବେଳେ ହସ ଥିଲା, କିନ୍ତୁ ତା ହୃଦୟରେ ବର୍ଷ ବର୍ଷର ନୀରବତା ରହିଥାଏ। ସମସ୍ତେ କହୁଥିଲେ ସେ ବହୁତ ଖୁସିରେ ଅଛି, କିନ୍ତୁ କେହି ଜାଣୁନଥିଲେ ଯେ ପ୍ରତି ରାତି ସେ ଆଇନା ସାମ୍ନାରେ ଠିଆ ହେଇ ଚୁପଚାପ କାନ୍ଦୁଥାଏ। କାରଣ ସେ ସମସ୍ତଙ୍କ କଥା ଶୁଣୁଥିଲା, କିନ୍ତୁ ନିଜ ହୃଦୟର କଥା କେବେ ଶୁଣୁନଥିଲା। ସେହି ରାତି ଯେତେବେଳେ ସେ ଆଇନାକୁ ଚାହିଁଥିଲା, ହଠାତ୍ କରି ଗୋଟିଏ ସ୍ୱର ଶୁଣିଲା। ତୁମେ ସମସ୍ତଙ୍କୁ ଜାଣିଛ, କିନ୍ତୁ ତୁମେ ନିଜକୁ ଜାଣୁଛ କି? ସେ ଡରିଗଲା, କାରଣ ଘରେ ସେ ଏକା ଥିଲା। ସେ ଯୁବତୀ ଡରରେ ପଛକୁ ଦେଖିଲା, କିନ୍ତୁ ଘରେ କେହି ନଥିଲେ। ସେ ପୁଣି ଆଇନାକୁ ଦେଖିଲା। ସେଠାରେ ସେହି ନିଜ ମୁହଁ ଥିଲା, କିନ୍ତୁ ଆଜି ପ୍ରଥମ ଥର ତା ଆଖି ନିଜକୁ ପ୍ରଶ୍ନ କରୁଥାଏ। ସେ ଡରରେ ବସି ପଡ଼ିଲା ଏବଂ ଭାବିବାକୁ ଲାଗିଲା, ମୁଁ ଶେଷ ଥର କେବେ ନିଜ ପାଇଁ ହସିଥିଲି? ତାର ମନେ ପଡ଼ିଲା, ଛୋଟ ବେଳେ ବର୍ଷାରେ ଭିଜିବାକୁ ସେ ବହୁତ ଭଲ ପାଉଥାଏ। ମାଟିରେ ଖାଲି ପାଦରେ ଦୌଡ଼ିଥାଏ, ଛୋଟ ଛୋଟ ସ୍ୱପ୍ନ ଦେଖୁଥାଏ। କିନ୍ତୁ ବଡ଼ ହେବା ସହ ଦାୟିତ୍ୱ ମଧ୍ୟ ବଢ଼ିଗଲା, ଲୋକଙ୍କ କଥା ବଢ଼ିଲା, ଆଉ ନିଜର ସ୍ୱର ଧୀରେ ଧୀରେ ହଜିଗଲା। ସେହି ରାତି ସେ ଫୋନ୍ ଧରିଲା, ସୋସିଆଲ ମିଡ଼ିଆ ଖୋଲିଲା। ସମସ୍ତେ ହସୁଥିଲେ, ଭ୍ରମଣ କରୁଥିଲେ, ସଫଳତାର କାହାଣୀ ଦେଖାଉଥିଲେ, ଆଉ ସେ ନିଜକୁ କହିଲା, ସମସ୍ତେ ଆଗକୁ ଯାଉଛନ୍ତି, କେବଳ ମୁଁ ଅଟକି ଯାଇଛି। ସେହି ସମୟରେ ତାର ମନରୁ ପୁଣି ସେହି ସ୍ୱର ଆସିଲା, ଅନ୍ୟମାନଙ୍କ ଜୀବନ ଦେଖିବା ପୂର୍ବରୁ କେବେ ନିଜ ହୃଦୟକୁ ଦେଖିଛ? ସେ ଫୋନ୍ଟି ବନ୍ଦ କରିଦେଲା। ପ୍ରଥମ ଥର ଘର ନୀରବ ଥାଏ, କିନ୍ତୁ ତା ଭିତରେ ଗୋଟିଏ ନୂଆ କଥାବାର୍ତ୍ତା ଆରମ୍ଭ ହେଇଯାଇଥିଲା। ପରଦିନ ସକାଳେ ସେ ଘରୁ ବାହାରିଲା, ଆଉ ଗୋଟିଏ ପୁରୁଣା ପାର୍କରେ ଯାଇ ବସିଲା। ସେତେବେଳେ ଜଣେ ବୃଦ୍ଧ ତାକୁ ଦେଖି କହିଲେ, ମୁଁ ଜାଣିଥିଲି ତୁମେ ଆଜି ନିଶ୍ଚୟ ଆସିବ ବୋଲି। ସେ ଝିଅଟା ଆଶ୍ଚର୍ଯ୍ୟ ହେଇଗଲା, ପଚାରିଲା, ଆପଣ ମୋତେ ଜାଣନ୍ତି କି? ବୃଦ୍ଧ କହିଲେ, ମୁଁ ତୁମ ନାଁ ଜାଣେ ନାହିଁ, କିନ୍ତୁ ତୁମ ଆଖିର ନୀରବତାକୁ ଚିହ୍ନି ପାରୁଛି। ଯୁବତୀ ଚୁପ୍ ହେଇଗଲା। ସେ ବୃଦ୍ଧ ପୁଣି କହିଲେ,
ଦୁନିଆରେ ସବୁଠାରୁ ବେଶୀ କ୍ଳାନ୍ତ ଲୋକ ସେ ନୁହେଁ ଯିଏ ସାରା ଦିନ କାମ କରେ। ସବୁଠାରୁ ବେଶୀ କ୍ଳାନ୍ତ ସିଏ ଯିଏ ନିଜ ହୃଦୟର ଭାରକୁ ଏକା ବୋହିଥାଏ। ଏ କଥା ଶୁଣି ଯୁବତୀର ଆଖିରେ ଲୁହ ଭରିଯାଏ, କାନ୍ଦୁଥାଏ। ସେ ପ୍ରଥମ ଥର କାହାକୁ କହିଲା, ମୁଁ ସମସ୍ତଙ୍କୁ ହସ ଦେଖାଏ ବୋଲି, କିନ୍ତୁ ଭିତରେ ଭାଙ୍ଗି ଯାଇଥାଏ। ବୃଦ୍ଧଟି ଧୀରେ ଗୋଟିଏ ଛୋଟ ଆଇନା ବାହାର କରି ତାକୁ ଦେଲା ଆଉ କହିଲା, ପ୍ରତିଦିନ ଏହି ଆଇନାକୁ ଦେଖିବା ପୂର୍ବରୁ ଗୋଟିଏ ପ୍ରଶ୍ନ ପଚାର, ଆଜି ମୁଁ ଦୁନିଆକୁ ଖୁସି କରିବାରେ ବ୍ୟସ୍ତ ଥିଲି ନା ନିଜ ହୃଦୟକୁ? ଯୁବତୀ ଆଇନାକୁ ଚାହିଁଲା। ପ୍ରଥମ ଥର ସେ ନିଜ ମୁହଁ ଦେଖିନଥିଲା, ନିଜ ବେଦନାକୁ ଦେଖିଲା। ବହୁତ କାନ୍ଦୁଥାଏ, କିନ୍ତୁ ସେହି ଲୁହ ଦୁର୍ବଳତାର ନୁହେଁ, ପରିବର୍ତ୍ତନର ଆରମ୍ଭ ଥିଲା। ବୃଦ୍ଧ ଯିବା ପୂର୍ବରୁ କେବଳ ଗୋଟିଏ ବାକ୍ୟ କହିକି ଗଲେ, ତୁମ ଜୀବନର ସବୁଠାରୁ ବଡ଼ ଯୁଦ୍ଧ ଦୁନିଆ ସହ ନୁହେଁ, ନିଜ ମନ ସହ ଯୁଦ୍ଧ କର। ଯୁବତୀ ପୁଣି ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ କିଛି ମୁହୂର୍ତ୍ତ ମଧ୍ୟରେ ସେ ବୃଦ୍ଧ ସେଠାରେ ନଥିଲେ। ତାପରେ ଯୁବତୀ ସେହି ପାର୍କରେ ବହୁତ ସମୟ ବସି ରହିଲା। ତା ମନରେ ଗୋଟିଏ ପ୍ରଶ୍ନ ଘୁରୁଥାଏ, ସେ ବୃଦ୍ଧ ସତରେ ଥିଲେ ନା ଏହା ପରମେଶ୍ୱରଙ୍କ ପଠାଇଥିବା ସନ୍ଦେଶ ଥିଲା? ସେ ଘରକୁ ଫେରିଲା, ନିଜ ବାଇବଲ ଖୋଲିଲା। ହଠାତ୍ ତା ଆଖି ଗୋଟିଏ ବାକ୍ୟ ଉପରେ ପଡ଼ିଗଲା। ଗୀତ ସଂହିତା 139ର 23-24 ପଦରେ ଲେଖା ଥିଲା, ହେ ପରମେଶ୍ୱର, ମୋତେ ଅନୁସନ୍ଧାନ କର ଏବଂ ମୋର ହୃଦୟକୁ ଜାଣ। ମୋତେ ପରୀକ୍ଷା କର ଏବଂ ମୋର ଚିନ୍ତାକୁ ଜାଣ। ମୋ ମଧ୍ୟରେ କୌଣସି ଖରାପ ପଥ ଅଛି କି ନାହିଁ ଦେଖ ଏବଂ ଅନନ୍ତ ପଥରେ ମୋତେ ଚଲାଅ। ସେ ବାକ୍ୟଟି ପଢ଼ି ଯୁବତୀର ଆଖିରୁ ଲୁହ ବୋହି ଯାଉଥାଏ। ସେ ବୁଝିଗଲା, ପରମେଶ୍ୱର ସବୁବେଳେ ତା ସହ କଥା କହୁଥିଲେ, କିନ୍ତୁ ତା ହୃଦୟ ଦୁନିଆର ଶବ୍ଦରେ ଏତେ ବ୍ୟସ୍ତ ଥିଲା ଯେ ସେ ପରମେଶ୍ୱରଙ୍କ କୋମଳ ସ୍ୱରକୁ ଶୁଣି ପାରୁନଥିଲା। ବନ୍ଧୁଗଣ, ହୁଏତ ଆଜି ତୁମେ ମଧ୍ୟ ସେହି ଯୁବତୀ ଭଳି ସମସ୍ତଙ୍କ କଥା ଶୁଣୁଛ, କିନ୍ତୁ ପରମେଶ୍ୱରଙ୍କ କୋମଳ ସ୍ୱରକୁ ଆଉ ନିଜ ହୃଦୟର କଥାକୁ ଶୁଣିବା ପାଇଁ ସମୟ ଦେଉନାହଁ। ମନେ ରଖ, ନୀରବତାରେ ବସିଲେ ହିଁ ପରମେଶ୍ୱରଙ୍କ ସ୍ୱର ସବୁଠାରୁ ସ୍ପଷ୍ଟ ଭାବରେ ଶୁଣାଯାଏ। ସେହି ରାତି ଯୁବତୀ ପ୍ରଥମ ଥର ନିଜ ଜୀବନର ସବୁଠାରୁ ହୃଦୟ ସହିତ ପ୍ରାର୍ଥନା କଲା। ସେ କୌଣସି ଜିନିଷ ମାଗିଲା ନାହିଁ, କେବଳ ଗୋଟିଏ କଥା କହିଲା, ପ୍ରଭୁ, ମୋତେ ମୋ ସହ ପୁଣି ଥରେ ଭେଟ କରାଇ ଦିଅ। ଆଜିର ଏହି ଭିଡ଼ିଓ କେବଳ ଗୋଟିଏ କାହାଣୀ ନୁହେଁ, ଏହା ତୁମ ଜୀବନର ମଧ୍ୟ ଗୋଟିଏ ଅଂଶ ହୋଇପାରେ। ଆଜି ରାତିରେ ଫୋନ୍କୁ 5 ମିନିଟ୍ ପାଇଁ ଦୂରେ ରଖ, ଚୁପଚାପ ବସିଯାଅ ଆଉ ନିଜକୁ ମାତ୍ର ଗୋଟିଏ ପ୍ରଶ୍ନ ପଚାର, ମୁଁ ସତରେ କେମିତି ଅଛି? ହୁଏତ ସେହି ଗୋଟିଏ ପ୍ରଶ୍ନ ତୁମର ସମ୍ପୂର୍ଣ୍ଣ ଜୀବନ ବଦଳାଇ ପାରେ। ଦୁନିଆର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥାବାର୍ତ୍ତା ସେଇଟା ନୁହେଁ ଯାହା ତୁମେ ଲୋକଙ୍କ ସହ କଥାବାର୍ତ୍ତା କର, ବରଂ ସେଇଟା ଯାହା ତୁମେ ପରମେଶ୍ୱର ଏବଂ ନିଜ ହୃଦୟ ସହ କଥା କହିଥାଅ। ଶାନ୍ତ ହୁଅ ଏବଂ ଜାଣ ଯେ ମୁଁ ହିଁ ପରମେଶ୍ୱର। ଗୀତ ସଂହିତା 46 ଅଧ୍ୟାୟ 10 ପଦରେ ଲେଖାଯାଏ, ଆଜି ରାତିରେ ମାତ୍ର 5 ମିନିଟ୍ ନିଜ ପାଇଁ ରଖ। ହୁଏତ ତୁମ ଜୀବନର ସବୁଠାରୁ ସୁନ୍ଦର କଥାବାର୍ତ୍ତା ଆଜି
ଆରମ୍ଭ ହେବ। ପରମେଶ୍ୱର ଆପଣମାନଙ୍କୁ ଓ ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ। ଆଜି ନିଜ ସହ କଥା ହୁଅ। ହୁଏତ ପରମେଶ୍ୱର ତୁମର ଅପେକ୍ଷାରେ ଅଛନ୍ତି। ଧନ୍ୟବାଦ।